সেই চেষ্টাରେ এই ଫିଲ୍ମଟି କରାଯାଇଛି। ତ ଆମେ ବି ଆଶାବାଦୀ ଅଛୁ ଯେ ନିଶ୍ଚିତ ଭାବରେ ଲୋକଙ୍କୁ ଭଲ ଲାଗିବ ଏବଂ ଏଇ ଦୁଇଟି ଯୋଡ଼ି ପୁଣି ଭବିଷ୍ୟତରେ ବଡ଼ କଳାକାର ହେଇ ବାହାରିବେ, ଓଡ଼ିଶାରେ ବଡ଼ ଆକ୍ଟର ହେଇକି ବାହାରିବେ ଏବଂ ତାଙ୍କ ସହିତ ଯେତିକି ଆକ୍ଟର ଅଛନ୍ତି ସପୋର୍ଟିଂରେ ସେମାନେ ମଧ୍ୟ ଓଡ଼ିଶାରେ ଆଗକୁ ଭଲ ଆକ୍ଟର ହେଇକି ବାହାରିବେ। ଓଡ଼ିଶାର ଏଇ ପଜିଟିଭ ବାତାବରଣ ଯେଉଁ ଚାଲିଛି ଏବେ ସିନେମାର, ସବୁ ସିନେମା ଭଲ ଚାଲିଛି, ଲୋକମାନେ ଆଦୃତ କରୁଛନ୍ତି, ଲୋକମାନେ ଦେଖୁଛନ୍ତି। ସେଇ ଭିତରେ ଆମ ସିନେମାକୁ ମଧ୍ୟ ଆଦରେଇବେ, ଆମର ନୂଆ ନୂଆ ପିଲାମାନଙ୍କୁ ଆପଣେଇବେ ଏବଂ ସେମାନଙ୍କୁ ମଧ୍ୟ ଭବିଷ୍ୟତରେ ଓଡ଼ିଶା ଇଣ୍ଡଷ୍ଟ୍ରିରେ ଆଗେଇ ଯିବା ପାଇଁକି ସୁଯୋଗ ଦେବେ। ଏତିକି କହିବି, ଦର୍ଶକମାନଙ୍କୁ ଅନୁରୋଧ ରହିବ, ଦର୍ଶକମାନଙ୍କର ସବୁବେଳେ ଇଚ୍ଛା ଥାଏ ଯେ ତାଙ୍କର ପ୍ରିୟ ବଡ଼ ବଡ଼ କଳାକାର ସୁପରଷ୍ଟାରମାନଙ୍କ ସହିତ କେତେବେଳେ ନୂଆ କଳାକାରମାନଙ୍କୁ ମଧ୍ୟ ସୁଯୋଗ ଦିଆଯାଉ ଏବଂ ନୂଆ କଳାକାରମାନଙ୍କୁ ନେଇକରି ସିନେମା କରାଯାଉ ଦେଖିବା ପାଇଁ ଏବଂ ସେଇ ଇଚ୍ଛା, ସେଇ ଭରସାରେ, ସେଇ ଦର୍ଶକଙ୍କ ଭରସାରେ ଆମେ ଦୁଇଟି ନୂଆ ଯୋଡ଼ିକୁ ନେଇକି ଫିଲ୍ମ କରିଛୁ ଏବଂ ତାଙ୍କ ସହିତ ବହୁତ ନୂଆ ୟୁଟ୍ୟୁବର ଏବଂ ବ୍ରହ୍ମପୁରର କିଛି ନୂଆ ଥିଏଟର ଆର୍ଟିଷ୍ଟମାନଙ୍କୁ ନେଇକି ଫିଲ୍ମ କରିଛୁ, ଯେଉଁଟାକି ଲୋକମାନଙ୍କୁ ଫ୍ରେଶ୍ ଲାଗିବ, ନୂଆ ଲାଗିବ ଏବଂ ଏମିତି ଗୋଟେ କାହାଣୀ କରୁଛୁ ଯେଉଁଟା ଆମର କାହାଣୀ, ଆମ ନିଜର କାହାଣୀ, ଆମ ବ୍ରହ୍ମପୁର କ୍ରାଇମ୍ ୱାର୍ଲଡର କାହାଣୀ ଏବଂ 5ଟି ଏମିତି ପିଲାଙ୍କର କାହାଣୀ ଯେଉଁମାନେ ପ୍ରକୃତରେ ବ୍ରହ୍ମପୁରରେ କ୍ରିମିନାଲ ବୋଲି ଥିଲା ଏବଂ ବ୍ରହ୍ମପୁରର ପୁଲିସ ଡିପାର୍ଟମେଣ୍ଟ ଠାରୁ ଆମେ କେଉଁଠି ନା କେଉଁଠି କଥାବାର୍ତ୍ତା କଲା ପରେ ଜାଣିପାରିଥିଲୁ ଯେ ଏମିତି କିଛି କାହାଣୀ ଅଛି। ବିଭିନ୍ନ ପ୍ରକାର କାହାଣୀ ସେମାନେ ଆମକୁ କହିଥିଲେ ଏବଂ ତା ଭିତରୁ ଆମକୁ ଏଇ 5ଟି ପିଲାଙ୍କର କାହାଣୀ ବହୁତ ଆଟ୍ରାକ୍ଟ କରିଥିଲା, ଯେଉଁଟାକି ଲାଗିବ ଯେ ନାଇଁ ପ୍ରକୃତରେ ମଣିଷ ଜୀବନରେ ମଣିଷ କେମିତି କ୍ରିମିନାଲ ହେଇଯାଏ ଏବଂ ତାପରେ କ୍ରିମିନାଲ ହେଲା ପରେ କେଉଁ ପଥ ଦେଇକି ସେ ଯାଏ, କ'ଣ ଦୁଃଖ ଆସେ, କ'ଣ କଷ୍ଟ ଆସେ ଏବଂ ତା ଭିତରେ ଗୋଟେ ସୁନ୍ଦର ଲଭ୍ ଷ୍ଟୋରିଟେ କେମିତି ମଧ୍ୟ ତିଆରି କରାଯାଇଛି ତାକୁ ମଧ୍ୟ ଆମେ ଦେଖିବାକୁ ଚେଷ୍ଟା କରୁଛୁ। ସୋ ହୋପଫୁଲି ଆମକୁ ଲାଗୁଛି ଯେ ଓଡ଼ିଶାର ଏଇ ପଜିଟିଭ ବାତାବରଣ ଯେଉଁ ଚାଲିଛି ଏବେ ସିନେମାର, ସବୁ ସିନେମା ଭଲ ଚାଲିଛି, ଲୋକମାନେ ଆଦୃତ କରୁଛନ୍ତି, ଲୋକମାନେ ଦେଖୁଛନ୍ତି। ସେଇ ଭିତରେ ଆମ ସିନେମାକୁ ମଧ୍ୟ ଆଦରେଇବେ, ଆମର ନୂଆ ନୂଆ ପିଲାମାନଙ୍କୁ ଆପଣେଇବେ ଏବଂ ସେମାନଙ୍କୁ ମଧ୍ୟ ଭବିଷ୍ୟତରେ ଓଡ଼ିଶା ଇଣ୍ଡଷ୍ଟ୍ରିରେ ଆଗେଇ ଯିବା ପାଇଁକି ସୁଯୋଗ ଦେବେ। ବହୁତ ସୁପରହିଟ୍ ଯୋଡ଼ିଙ୍କୁ ଅଶୋକପତି ସାମ୍ନାକୁ ଆଣିଛନ୍ତି ଏବଂ ଦାଗଦାଡ଼ିର ସୁପରହିଟ୍ କରିଛନ୍ତି। ସୁପରହିଟ୍ ନିଶ୍ଚିତ ଭାବରେ ଆଶା ତ ପ୍ରତ୍ୟେକ ନିର୍ଦ୍ଦେଶକ, ପ୍ରତ୍ୟେକ ପ୍ରଯୋଜକ ଯେଉଁ ବି ଫିଲ୍ମ ତିଆରି କରନ୍ତି ଇଚ୍ଛା ଥାଏ, ଆଶା ଥାଏ ଯେ ସମସ୍ତଙ୍କ ସିନେମା ଭଲ ଲାଗୁ, ଭଲ ହେଉ ଏବଂ ଲୋକଙ୍କ ପାଖରେ ପ୍ରଶଂସିତ ହେଉ ଏବଂ ସେହି ଚେଷ୍ଟାରେ ଲୋକମାନଙ୍କ ପାଇଁ ଯାହା ଯାହା ଦରକାର ଇମୋସନ୍ସ, ଲୋକମାନେ ତାଙ୍କୁ ଯେତେବେଳେ ବି ଦେଖିବେ ଫିଲ୍ମଟି ତାଙ୍କୁ ଲାଗିବା ଦରକାର ଯେ ଏଇଟା ଆମ କାହାଣୀ, ଆମ କଥା, ଆମ ପରିବାରର କଥା, ଆମ ରାଜ୍ୟର କଥା, ସେତେବେଳେ ହିଁ କେଉଁଠି ନା କେଉଁଠି ଲୋକଙ୍କୁ କାହାଣୀ ଭଲ ଲାଗେ, ଫିଲ୍ମ ଭଲ ଲାଗେ ଏବଂ ସେଇ ଚେଷ୍ଟାରେ এই ଫିଲ୍ମଟି କରାଯାଇଛି। ତ ଆମେ ବି ଆଶାବାଦୀ ଅଛୁ ଯେ ନିଶ୍ଚିତ ଭାବରେ ଲୋକଙ୍କୁ ଭଲ ଲାଗିବ ଏବଂ ଏଇ ଦୁଇଟି ଯୋଡ଼ି ପୁଣି ଭବିଷ୍ୟତରେ ବଡ଼ କଳାକାର ହେଇ ବାହାରିବେ, ଓଡ଼ିଶାରେ ବଡ଼ ଆକ୍ଟର ହେଇକି ବାହାରିବେ ଏବଂ ତାଙ୍କ ସହିତ ଯେତିକି ଆକ୍ଟର ଅଛନ୍ତି ସପୋର୍ଟିଂରେ ସେମାନେ ମଧ୍ୟ ଓଡ଼ିଶାରେ ଆଗକୁ ଭଲ ଆକ୍ଟର ହେଇକି ବାହାରିବେ। ନିଶ୍ଚିତ ଭାବରେ ବାନ୍ଧିପାରିବ। ଓଡ଼ିଆ ଲୋକମାନେ ହିଁ ସେମିତିଆ, ଆମ ଓଡ଼ିଶାର ଲୋକମାନେ ଏତେ ସୁନ୍ଦର ଯେ ଆମ ଓଡ଼ିଶାରେ ଅନେକ ଭାଷାଭାଷୀ ଲୋକମାନେ ରହନ୍ତି, ଅନେକ ଭାଷା ଅଛି, ଅନେକ ଅଞ୍ଚଳ ଅଛି। ଅତୀତରେ ଆମେମାନେ ଦେଖିଛେ ଯେ କଟକରେ ସିନେମା ରିଲିଜ୍ ହେଲେ ମଧ୍ୟ କେଉଁଠି ନା କେଉଁଠି ବରଯାତ୍ରୀରେ ସମ୍ବଲପୁରର ଗୀତ ବାଜେ, କେଉଁଠି ନା କେଉଁଠି ଆମେମାନେ ଯାଇ ବାରିପଦାରେ ସୁଟିଂ କରୁ, କେଉଁଠି ନା କେଉଁଠି ସବୁ ଭାଷାର ଭାଷାଭାଷୀର କଥାକୁ ସମସ୍ତେ ଆମର ଏଠି ମାନେ କୁହନ୍ତି, ପସନ୍ଦ କରନ୍ତି। ତ ଆମ ଭିତରେ ସେତିକି ଭାଇଚାରା ଅଛି ଓଡ଼ିଶାର ଲୋକମାନଙ୍କ ଭିତରେ। ତ ପ୍ରାୟତଃ ସମ୍ବଲପୁରୀ ଭାଷାକୁ ବହୁତ ଭାବରେ ୟୁଜ୍ କରାଯାଇଥିଲା ଏବଂ ବ୍ରହ୍ମପୁରୀ ଭାଷାଟା ଏତେ ସୁନ୍ଦର ଲାଗେ ଶୁଣିବା ପାଇଁ। ବ୍ରହ୍ମପୁରର ଖାଦ୍ୟକୁ ଲୋକମାନେ ଯୁଆଡ଼େ ଯାଆନ୍ତି ଯେଉଁ ଅଞ୍ଚଳରେ ଭଲ ପାଆନ୍ତି, ତେଣୁ ସେଇ ଭାଷାକୁ ନେଇକରି ଯେତେବେଳେ ଗୋଟେ ଆମେ ସିନେମା କରିଛୁ ତ ନିଶ୍ଚିତ ଭାବରେ ମୋର ଆଶା ଯେ କେବଳ କଟକ ଭୁବନେଶ୍ୱର ନୁହେଁ କି ବ୍ରହ୍ମପୁର ନୁହେଁ, ଓଡ଼ିଶାର ସବୁ ଅଞ୍ଚଳର ଲୋକମାନେ ମଧ୍ୟ ଏଇ ଭାଷାକୁ ମଧ୍ୟ ନିଜର ଭାଷା ଭାବିକରି ଭଲ ପାଇବା ଦେବେ।